ମାର୍ଚ୍ଚ 8 ଏମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ହେଲେ ଫେର୍ ନମସ୍କାର ଶୁଭ ସକାଳ। ଆପଣଙ୍କ ହିନ୍ଦୁ ଆସିଛି ଆଜି 24 ଫେବୃଆରୀ ଜାଣନ୍ତୁ ଜାଣିନେବା ୟୁଟ୍ୟୁବ୍ ନ୍ୟୁଜ୍। ମାର୍ଚ୍ଚ 8 କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ 10,000 ଟଙ୍କା ମିଳିବ। ଜାନୁଆରୀ ଶେଷ ସୁଦ୍ଧା 1 କୋଟି ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ସୁଭଦ୍ରା ସ୍କିମ୍ରୁ, ତାହା ଉପରେ ସରକାର ଗୁରୁତ୍ୱ ଦେଉଥିବା ପ୍ରଭାତୀ ସ୍ପଷ୍ଟ କରି ଆସିଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି କିଛି ମହିଳାଙ୍କୁ 10,000 ଟଙ୍କା ମିଳିବ। ସୁଭଦ୍ରା ଯୋଜନାରେ ଅନେକ ମହିଳା ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କୁ ଏଯାବତ୍ ଟଙ୍କା ମିଳିନାହିଁ। ଚତୁର୍ଥ ପର୍ଯ୍ୟାୟରେ ଏହି ଟଙ୍କା ମିଳିପାରେ ବୋଲି ସେମାନେ ଆଶା ରଖିଛନ୍ତି। ଯଦି କୌଣସି ତ୍ରୁଟି କାରଣରୁ ମଧ୍ୟ ଏହି ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ନ ମିଳେ, ତେବେ ଦ୍ୱିତୀୟ କିସ୍ତିରେ ଏକାଥରେ 10,000 ଟଙ୍କା ମିଳିବ। ଆହୁରି ମଧ୍ୟ ଯେଉଁମାନେ ସୁଭଦ୍ରାରେ ଆବେଦନ କରିନାହାନ୍ତି ସେମାନେ ମାର୍ଚ୍ଚ ପରେ ଆବେଦନ କଲେ ସେମାନଙ୍କୁ 10,000 ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ସେହିପରି ମାର୍ଚ୍ଚ 30ରେ ଆବେଦନ କଲେ ବି ଏକାଥରେ ମିଳିବ ସୁଭଦ୍ରା ଦୁଇଟି କିସ୍ତି। ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ ବୋଲି ସରକାରଙ୍କ ତରଫରୁ ସୂଚନା ମିଳିସାରିଛି। ଭିଡ଼ିଓଟି ଭଲ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।